ଥରେ ମୋ ଶ୍ୱଶୁର ମୋତେ ଏମିତି ଘେଇଲେ, ପୁରାପୁରି ମୋ ବିୟାକୁ ପୁରା ନାଳେଇ ଦେଲେ ଏବଂ ମୋ ବିୟାକୁ ପୁରା ଦରଜ କରିଦେଲେ। ତ ଏଇ ବୁଢ଼ା ବୟସରେ କିପରି ସେ ମୋତେ ଏମିତି ହଟ୍ ଘେଇଲେ, ଏ ବିଷୟରେ ମୁଁ ଆପଣମାନଙ୍କୁ ଏ ଭିଡ଼ିଓରେ ମୁଁ କହୁଛି। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଏହାର ମଜା ନିଅନ୍ତୁ। ନମସ୍କାର, ମୋ ନାମ ହେଉଛି ପ୍ରୀତି। ଆପଣମାନେ ଦେଖୁଛନ୍ତି ଆପଣଙ୍କର ପ୍ରିୟ ଚ୍ୟାନେଲ ପ୍ରିୟା ଟ୍ୟୁବ୍ ଚ୍ୟାନେଲ। ଏହି ଚ୍ୟାନେଲରେ ଆପଣମାନେ ହଟ୍ ଘିଁ ଭିଡ଼ିଓ ସବୁ ପାଇବେ। ଯଦି ଚ୍ୟାନେଲକୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚିତ ଭାବରେ ଚିପିବେ, ଯାହାଫଳରେ ମୋ ଚ୍ୟାନେଲରେ ଛଡ଼ାଯାଉଥିବା ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣଙ୍କ ପାଖକୁ ଯିବ ଏବଂ ମୋତେ ଲାଗିବ ଯେମିତି ଆପଣମାନେ ମୋ ଦୁଧକୁ ଚିପୁଛନ୍ତି। ଏ ହେଉଛି ଗରମ ଦିନର କଥା। ସେତେବେଳେ ପାଖାପାଖି ସେଟା ହେବ ମେ ମାସ, ପ୍ରବଳ ଗରମ। ତ ମୁଁ ଟିକେ କହି ରଖୁଛି ଯେ ମୋର ବୟସ ପାଖାପାଖି 35 ବର୍ଷ ହେବ, କିନ୍ତୁ ମୋ ସ୍ୱାମୀ କ'ଣ କରନ୍ତି ନା ବାହାରେ ଚାକିରି କରନ୍ତି। ସେ ଘରେ ରହିପାରନ୍ତି ନାହିଁ। 2 ମାସେ 3 ମାସେ ଏମିତି ଥରେ ବୋଧେ ଘରକୁ ଆସନ୍ତି, ମୋତେ ଘିଅନ୍ତି। କିନ୍ତୁ ଅସୁବିଧା କଥା ହେଉଛି ମୋ ବିୟାକୁ ସେ ଶାନ୍ତି କରିପାରନ୍ତି ନାହିଁ, କାରଣ ମୋର ଏଇ ଯେ ଅତୃପ୍ତ ବିୟା ସେ ପ୍ରବଳ ମାତ୍ରାରେ ଘିଅ ଖୋଜେ, କିନ୍ତୁ ମୋ ସ୍ୱାମୀ ସେମିତି ମୋତେ ଦେଇପାରନ୍ତି ନାହିଁ। ତେଣୁ ମୁଁ ବହୁତ କଷ୍ଟରେ ରହୁଥାଏ, ମୋ ମନ ଭଲ ରହୁନଥାଏ ଏବଂ ସେ ବି ବାର ଘରକୁ ଆସିପାରନ୍ତି ନାହିଁ। ତେଣୁ ସବୁ ରକମର ଅସୁବିଧା ପାଖାପାଖି ଆମ ପାଖରେ ଥାଏ। ତ ଏମିତି କିଛି ଦିନ ଗଲା, ତ ଥରେ ମୋ ମନକୁ ଆସିଲା ଯେ ଏମିତି ଯଦି ଚାଲେ ତେବେ ମୁଁ କେବେ ଶାନ୍ତିରେ ରହିପାରିବି ନାହିଁ, କାରଣ ଯଦି ବିୟା ଶାନ୍ତି ତେବେ ମନ ଶାନ୍ତି। ତେଣୁ ପ୍ରଥମେ ମୋ ବିୟାକୁ ଶାନ୍ତି କରିବାକୁ ପଡ଼ିବ। ଥରେ କ'ଣ ହୋଇଛି, ରାତିରେ ମୋତେ କୌଣସି ପ୍ରକାର ନିଦ ହେଲା ନାହିଁ। ଯେତେ ଶୋଇବାକୁ ଚେଷ୍ଟା କଲେ ମଧ୍ୟ ମୋତେ କୌଣସି ପ୍ରକାର ନିଦ ହେଲା ନାହିଁ। ସବୁବେଳେ ମୁଁ ସେଇ ଘିଅ ଖାଇବାକୁ ପ୍ରବଳ ଇଚ୍ଛା ହେଲା। ତେଣୁ ମୋ ବିୟାରେ ହାତ ବୁଲେଇଲି, ଆଙ୍ଗୁଳି ଗେଞ୍ଜିଲି, ତଥାପି ସେ ଶାନ୍ତି ହେଲା ନାହିଁ। ସେତେବେଳକୁ ରାତି ପାଖାପାଖି 12ଟା କି 12:30 ହେବ। ତେଣୁ ମୁଁ ବାଧ୍ୟ ହୋଇ ପରିସ୍ରା କରିବାକୁ ଉଠିଲି। ପରିସ୍ରା କରିବାକୁ ଉଠିବା ସମୟରେ ଦେଖିଲି ଯେ ମୋ ଶ୍ୱଶୁରର ରୁମ୍ ଖୋଲା ଅଛି। ମୁଁ କହି ରଖୁଛି, ମୋ ଶାଶୁ ବହୁତ ଦିନରୁ ମୃତ୍ୟୁବରଣ କରିସାରିଥିଲେ। ତେଣୁ ଶ୍ୱଶୁର ଏକା, ତେଣୁ ସେ କେବେ କେବେ ତାଙ୍କ ରୁମ୍ର କବାଟ ମଧ୍ୟ ଲଗାନ୍ତି ନାହିଁ। ତେଣୁ ମୋ ମନକୁ ଆସିଲା ଯେ ଯଦି ଶ୍ୱଶୁରକୁ ପଠାଇ ମୁଁ ଘିଅ ଖାଇବି ତେବେ କେମିତି ହୁଅନ୍ତା। ତ ଏହି ପ୍ରକାର ଆଶା ରଖି ମୁଁ ତାଙ୍କ ରୁମ୍ରେ ପଶିଗଲି। ଯିବା ବେଳକୁ ଶ୍ୱଶୁର ସେତେବେଳେ ନିଦରେ ଶୋଇଥିଲେ, କିନ୍ତୁ ମୁଁ ଯେତେବେଳେ କବାଟ ଖୋଲି ପଶିଗଲି ତାଙ୍କର ନିଦ ଭାଙ୍ଗିଗଲା। ସେ କହିଲେ କି, ମୁଁ ତାପରେ କହିଲି ଯେ ମୁଁ ଏମିତି ଆସିଛି, ଆଉ ଆପଣଙ୍କର ଟିକେ ପାଦଟିକୁ ଚିପିଦେବି। ସେ କହିଲେ ହଉ ଠିକ୍ ଅଛି, ତମେ ମୋ ପାଦକୁ ଚିପି ଦିଅ। ଶ୍ୱଶୁର ଯିଏ ଶୋଇଥିଲେ ସେ ଗୋଟିଏ ପତଳା ଗାମୁଛା ପିନ୍ଧିଥିଲେ। ତେଣୁ ମୁଁ ଯେତେବେଳେ ତାଙ୍କର ପାଦଟି ଚିପୁଥିଲି ତାଙ୍କୁ ମଜା ଲାଗୁଥିଲା। ତ ଏଇ ଚିପୁଥିବା ସମୟରେ ମୁଁ ଆସ୍ତେ ଆସ୍ତେ କ'ଣ କଲି, ତାଙ୍କ ଜଙ୍ଘ ଆଡ଼କୁ ହାତକୁ ନେଲି ଏବଂ ତାଙ୍କୁ ସଲସଲ କରାଇଲି। କିଛି ସମୟ ସଲସଲ କରିସାରିଲା ପରେ ମୁଁ ଅନୁଭବ କଲି ଯେ ବୁଢ଼ାର ବାଣ୍ଡଟି ଆସ୍ତେ ଆସ୍ତେ ହିଟ୍ ହେଉଛି। ତେଣୁ ଏ ମଉକାକୁ କ'ଣ ମୁଁ ଛାଡ଼ିବି? ମୁଁ ତ ସେଇ ଉଦ୍ଦେଶ୍ୟରେ ଯାଇଛି ନା। ତେଣୁ ମୁଁ କ'ଣ କଲି ନା ମୋ ହାତ ସ୍ଲିପ୍ କଲା ଭଳିଆ
ଆସ୍ତେ କିନା ତାଙ୍କ ଭାଣ୍ଡ ଉପରେ ହାତଟିକୁ ରଖିଦେଲେ ଏବଂ ଗପ୍ କିନା ତାଙ୍କ ଭାଣ୍ଡଟିକୁ ଧରିନେଲେ। ଦେଖିଲି ଭାଣ୍ଡଟି ଅଧା ଅଧି ଟାଣ ହେଇସାରିଛି। ତାପରେ କ'ଣ କଲେ ନା ତାଙ୍କ ଭାଣ୍ଡକୁ ଧରି 4-5 ଥର ହଲେଇ ଦେଲେ। ବୁଢ଼ାର ଭାଣ୍ଡ ପୁରା ଷ୍ଟ୍ରଙ୍ଗ ହେଇଗଲା। ତାପରେ ମୁଁ କ'ଣ କଲି ନା ତାଙ୍କର ଗାମୁଛାକୁ ଖୋଲି ଦେଇ ପୁରା ଭାଣ୍ଡଟିକୁ ଭଲ ଭାବରେ ମେସେଜ କରିଦେଲି। ସେ ସେତେବେଳେ ଆଉ ସମ୍ଭାଳିବା ଅବସ୍ଥାରେ ନଥିଲେ। ତେଣୁ ସେ ଖାଲି କହୁଥାନ୍ତି, ଉଃ ବହୁତ ବଢ଼ିଆ ଲାଗୁଛି ବୋଉ, ବହୁତ ବଢ଼ିଆ ଲାଗୁଛି। ମୁଁ କହିଲି ବାପା ଗୋଟେ କାମ କରିବା। ସେ କହିଲେ କ'ଣ ନା ତୁମର ଭାଣ୍ଡ ତ ଷ୍ଟ୍ରଙ୍ଗ ହେଇଗଲାଣି, ଆଉ ତୁମ ପୁଅ ତ ଘରକୁ ଆସୁନାହାନ୍ତି, ମୋ ବିଆ ବି ଶାନ୍ତି ପାଇପାରୁନାହିଁ। ତେଣୁ ଆପଣ ଗୋଟେ କାମ କରନ୍ତୁ, ମୋତେ ଦିଅନ୍ତୁ। ସେ କହିଲେ ବୋଉରେ ମୋ ମନ କଥାଟି ତୁ କହିଦେଲୁ। ତୋର ସେ ବଡ଼ ବଡ଼ ଦୁଧ ଗୁଡ଼ିକୁ ଦେଖି ସାରିଲା ପରେ ମୋ ମନ ପ୍ରବଳ ମାତ୍ରାରେ ହୁଏ ତୋତେ ଗେଇଁବା ପାଇଁ, କିନ୍ତୁ ମୁଁ କିଛି କହିପାରେ ନାହିଁ। ତେଣୁ ଆଜି ଯେତେବେଳେ ତୁ କହୁଛୁ ମୁଁ ତୋତେ ପ୍ରବଳ ମାତ୍ରାରେ ଗେଇଁବି। ମୁଁ କହିଲି ବାପା ତମେ ଆଉ ଡେରି କରନି, କାରଣ ମୁଁ ଆଉ ସମ୍ଭାଳି ପାରୁନାହିଁ। ତମେ ଯେତେ ପାରୁଛ ମୋତେ ଗେଇଁ ଯାଅ। ଏଇ କଥା କହି ମୁଁ କ'ଣ କଲି ନା ତାଙ୍କର ସେ ଭାଣ୍ଡରେ ମୁହଁଟିକୁ ଲଗେଇଦେଲି। ପାଖାପାଖି 4-5 ମିନିଟ୍ ପର୍ଯ୍ୟନ୍ତ ମୁଁ କେବଳ ତାଙ୍କର ସେ ଭାଣ୍ଡକୁ ଚୁଷି ଚାଲିଲି। ସେ ଖାଲି କହୁଥାଏ, ବୁଢ଼ା ଓଃ ବୋଉ ବହୁତ ସୁନ୍ଦର ଲାଗୁଛି, ଆଉ ଟିକେ ଚୁଷ, ଆଉ ଟିକେ ଚୁଷ, ଏମିତି କହୁଥାଏ। ତାପରେ ମୁଁ କ'ଣ କଲି ନା ବୁଢ଼ାର ଭାଣ୍ଡ ଯେତେବେଳେ ଦେଖିଲି ପୁରା ଷ୍ଟ୍ରଙ୍ଗ ହେଇଯାଇଛି, ମୁଁ ଆଉ ନିଜକୁ ସମ୍ଭାଳି ପାରିଲି ନାହିଁ। ମୁଁ କ'ଣ କଲି ନା ତା ଭାଣ୍ଡ ଉପରେ ପୁରା ଚଢ଼ିଗଲି। ମୋ ପିଆକୁ ନେଇ ତା ଭାଣ୍ଡ ଭିତରେ ପୁରା ବସେଇ ଦେଲି। ନିର୍ଘାତ ଭାବରେ କ'ଣ କଲି ନା ତାକୁ ଗେଇଁ ଚାଲିଲି। ପାଖାପାଖି 15-20 ମିନିଟ୍ ପର୍ଯ୍ୟନ୍ତ ମୋ ବୁଢ଼ାକୁ ତଳେ ଶୁଆଇ ଦେଇ ତା ଭାଣ୍ଡ ଉପରେ ମୋ ବିଆକୁ ବସେଇ ଗେଇଁଲି। ଏମିତି ଗେଇଁଲି, ବୁଢ଼ା କିନ୍ତୁ ବହୁତ ଷ୍ଟ୍ରଙ୍ଗ। 15 ମିନିଟ୍ ପରେ ମୋତେ ଜଣାପଡ଼ିଲା ଯେମିତି ମୋ ବିଆରୁ ରସ ବାହାରିଯିବ, କିନ୍ତୁ ବୁଢ଼ା ଭାଣ୍ଡରୁ ରସ ଟିକେ ବି ବାହାରି ନାହିଁ। ତେଣୁ ମୁଁ କ'ଣ କଲି ନା ବୁଢ଼ା ଭାଣ୍ଡରୁ ମୋ ବିଆକୁ କାଢ଼ି ଆଣିଲି। ତାପରେ ବୁଢ଼ା ଛାତି ଉପରକୁ ଯାଇ ମୋ ବିଆଟିକୁ ତା ପାଟି ପାଖରେ ଦେଖାଇ ଦେଲି ଏବଂ କହିଲି ମୋ ବିଆକୁ ଟିକେ ଭଲ ଭାବରେ ଚାଟ। ବୁଢ଼ା ସେତେବେଳେ ପୁରା ପାଗଳ ପୁରା ହେଇଯାଇଥାଏ, କାରଣ ମୋର ଏ ସୁନ୍ଦରିଆ ବିଆ ଏବଂ ଏ ଯେ ବଡ଼ ବଡ଼ ଦୁଧ ଏସବୁ ଦେଖି ସାରିଲା ପରେ ବୁଢ଼ାର ଅବସ୍ଥା ସାଂଘାତିକ। ସେ ଖାଲି ଚାଟି ଚାଲିଲା। ପାଖାପାଖି 5-7 ମିନିଟ୍ ପର୍ଯ୍ୟନ୍ତ ସେ କେବଳ ଚାଟିଲା। ସେତେବେଳକୁ ସେଇ ଚାଟୁଥିବା ସମୟରେ ମୋ ବିଆରୁ ସବୁ ରସ ବାହାରିଗଲା, କିନ୍ତୁ ବୁଢ଼ା ଭାଣ୍ଡରୁ ସେତେବେଳକୁ ରସ ବାହାରି ନଥାଏ। ତେଣୁ ମୁଁ କ'ଣ କଲି ନା ବୁଢ଼ାକୁ ତଳେ ଶୁଆଇ ଦେଇ ତା ଭାଣ୍ଡକୁ ପୁନର୍ବାର ଚାଟିବାକୁ ଲାଗିଲି। ବେଶ 4-5 ମିନିଟ୍ ଚାଟି ସାରିଲା ପରେ ବୁଢ଼ା ଭାଣ୍ଡରୁ ରସ ବାହାରିଗଲା। ସେ ପୁରା ଶାନ୍ତି ହେଇଗଲା। ସେଇଦିନ ପାଖରୁ ମୋ ବିଆ ଆଉ କେବେ କଷ୍ଟ ପାଇନାହିଁ। ଯେବେ ବି ମୋର ମନ ହୁଏ ମୁଁ ବୁଢ଼ା ପାଖକୁ ଚାଲିଯାଏ, ବା ବୁଢ଼ାର ଯେବେ ମନ ହୁଏ ବୁଢ଼ା ମୋ ପାଖକୁ ଚାଲି ଆସେ। ଆମେ ନିର୍ଦ୍ଧୁମ ଭାବରେ ରାତି ସାରା ଗିଆଁ ହେଉ। ତେଣୁ ସ୍ୱାମୀ ଆସିଲେ କେତେ, ନ ଆସିଲେ କେତେ, ମୋଟାମୋଟି ମୋ ବିଆ ସମ୍ପୂର୍ଣ୍ଣ ଭାବରେ ଶାନ୍ତି ପାଇଯାଏ। ତ ଇଏ ଥିଲା ମୋର କାହାଣୀ। ଆଶା କରୁଛି ଭିଡ଼ିଓଟି ନିଶ୍ଚିତ ଭାବରେ ଆପଣଙ୍କୁ ଭଲ ଲାଗିଥିବ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତ
ତେବେ ଏହାକୁ ଲାଇକ୍ ଏବଂ ସେୟାର କରିବେ। ରହୁଛି, ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।